ବ୍ୟାଙ୍କରେ ପଇସା ରଖିବାକୁ ହେଲେ ପ୍ରମାଣ ଦରକାର। ଯଦି ଆମେ ମରି ହଜିଯିବା, ଯେମିତି କେନ୍ଦୁଝର ଲୋକ ସେ ବୁଢ଼ା ମଉସା 2 ମାସ ତଳୁ ମରିଥିବା ଭଉଣୀ ଶବକୁ କଙ୍କାଳକୁ ଧରିକି ଆଣିକି ବ୍ୟାଙ୍କ ଆଗରେ ରଖିଲା, ଏଇଟା ହେଉଛି ପ୍ରମାଣ, ମୋ ପଇସା ମୋତେ ଦିଅ, ମୋ ଭଉଣୀର ପଇସା। ସେମିତି ଆମେ ମରି ହଜିଗଲେ କାଲି ବ୍ୟାଙ୍କ ମ୍ୟାନେଜର ମାନେ କହିବେନି ପ୍ରମାଣ ଦିଅ ବୋଲି। କାହିଁକି ନା ଆଜିକାଲି ଏମିତି ସିଷ୍ଟମ୍ ହେଲାଣି, ମଲା ମଣିଷ ଉଠିକି ଆସିଲେ ପ୍ରମାଣ ଦେଲେ ହିଁ ପଇସା ମିଳେ। ଆମକୁ ତ ପୋଡ଼ି ଦେଇଥିବେ, ତାହେଲେ ଆମର ପାଉଁଶ ଆଣିକି DNA ଟେଷ୍ଟ କଲା ପରେ ଆମ ପିଲାମାନଙ୍କୁ ପଇସା ମିଳିବ। ଏମିତି ଘିନ୍ୟ କାମ କଲା ପୂର୍ବରୁ 100 ଥର ଚିନ୍ତା କରିବା ଦରକାର। ଯେଉଁ ମଣିଷ ମରିଯାଇଛି ସେ ପ୍ରମାଣ ଦେବ କ'ଣ? ସେ ମଉସାକୁ ଅଶେଷ ଅଶେଷ ଧନ୍ୟବାଦ। ତାଙ୍କ ଛାତି କେତେ ପଥର, ସେ ମାଟି ତଳୁ ତାଙ୍କ ଭଉଣୀ ଶବକୁ କାନ୍ଧରେ ଧରିକି ଆଣିକି ପ୍ରମାଣ ଦେଇପାରିଲେ। ତାଙ୍କ ଶକ୍ତି କି 100 ନମସ୍କାର। କାହିଁକି ନା ସେତିକି ସେ ସତ୍ ପଥରେ ଥିଲେ ବୋଲି ତାଙ୍କ ଭଉଣୀ କଙ୍କାଳ ହିଁ ମିଳିଲା। କିନ୍ତୁ ଆମେ ପୋଡ଼ି ଯାଇଥିବା, ଆମର କୌଣସି କିଛି ମିଳିବନି।